बहुत प्रकार समस्या अच्छी कि बर्तमान मंत्री मैंने नाम परिवर्तन फास्ट रंग बदल नाम परिवर्तन এইটা গোটে পজিটিভ কথা ଆପଣ ଆନାଲିସ୍ କରିନାହାନ୍ତି। ବ୍ରିଟିଶ ଯିବାର 7-8 ଦଶନ୍ଧି ପରେ ମଧ୍ୟ ଆମେ ଆଳିକି ଅଉଲ ଲେଖୁଛୁ, କେନ୍ଦ୍ରାପଡ଼ାକୁ କେନ୍ଦ୍ରାପାରା ଲେଖୁଛୁ, ଖୋର୍ଦ୍ଧାକୁ ଖୋର୍ଦ୍ଧା ଲେଖୁଛୁ। ଏଇଟା ଭାରି ଜରୁରୀ। ଯିଏ କରିବେ ଲୋକ ତା ମନେ ରଖିବେ। ପ୍ରସଙ୍ଗ ସୋସିଆଲ ମିଡ଼ିଆରେ ଗଣମାଧ୍ୟମ ଉଠିଛି ପଜିଟିଭ। କିନ୍ତୁ ରଙ୍ଗମରା କଥା ଯେଉଁ କହିଲେ ସରକାର ଆନ୍ତରିକ ଦରକାର, ଲୋକଙ୍କୁ ରୋଜଗାର ମିଳିବ, ମୁଣ୍ଡ ପିଛା ପଡ଼ିବ। ଯେଉଁ ଆଶା ବିଶ୍ୱାସ ନେଇକି ଭାରତୀୟ ଜନତା ପାର୍ଟି କ୍ଷମତାରେ ଆସୁଥିଲା, ଯେଉଁ ରାଗରେ କ୍ରୋଧରେ ଓଡ଼ିଶା ଲୋକ ବିଜେଡ଼ିକି ଗୋଇଠା ମାରି ବିଦା କରିଦେଲେ, ସେଇ ଆଶା ଆକାଂକ୍ଷାକୁ ଭାରତୀୟ ଜନତା ପାର୍ଟି ପୂରଣ କରୁନାହିଁ। ପୂରଣ କରୁନାହିଁ ଖାଲି ନୁହଁ, କରିବା ଦିଗରେ ଅଗ୍ରସର ମଧ୍ୟ ହେଉନାହିଁ। ଯଦି 5-3ଟା ମନ୍ତ୍ରୀ ଭଲ କାମ କରିତେ ଭଲ ହୁଅନ୍ତା। ମୁଁ ଜଣେ ନେତା ମୂଲ୍ୟରେ ଆଳୁ ପିଆଜ ଡାଲି ତେଲ ଓଡ଼ିଆ ଲୋକ ପଖାଳ କଂସରେ ଖାଇବେ ଲୁଣ ଭାତ ସାଙ୍ଗରେ, ସେତିକି କଥା କରିପାରୁନ। ସେଇ ବିଜେଡ଼ି ବାଲା ଯାହା କରୁଥିଲେ ସେଇ ଉତ୍ସବ ନାଚ ଗୀତ ଫଙ୍କସନ କୃଷି ମେଳା ମହିଳା ମେଳା ଖାଲି ମେଳା ଉତ୍ସବ ଚାଲିଛି। ଓଡ଼ିଶା ଶାସନରେ ଗୁଣାତ୍ମକ ମାନ ଦେଖାଯାଉନାହିଁ। ନା ଯୁବକ ହାତକୁ କାମ ଅଛି। ଧାନ ଚାଷ ବନ୍ଦ କର, ଧାନ ଚାଷୀ ପଇସା ନେଇଗଲେ। ସଚିବାଳୟ ଏଇ ଚର୍ଚ୍ଚା, ଧାନ କିଣ ନେଇ 6,000 କୋଟି ଚାଷୀ ନେଇଛନ୍ତି। ଚାକିରି ଆଇଲେ 8 ପେ କମିଶନ, ରାଜ୍ୟ ଦେବାଳିଆ ହେଇଯିବ। ତେଣୁ ଯେଉଁ କଥା ଆପଣ ଉଠେଇଥିଲେ ମୂଳଭୂତ ସରକାର ରଙ୍ଗଭୂତ ନା ବଦଳିଆ ଭୂତ ସେଥିରୁ ନ ବାହାରି ଭଲ କାମ ନ କରନ୍ତି, ଏ ସରକାର କିଛି କ୍ରେଜ୍ ବଢ଼ିବ ନାହିଁ, ଲୋକପ୍ରିୟତା ବଢ଼ିବ ନାହିଁ, ସରକାର ଭୋଟ ବି କାଣିଚେ ବଢ଼ିବ ନାହିଁ। ସରକାର ରଙ୍ଗ ବଦଳା କାମ ନିବୃତ୍ତ ହୋଇକି କାମ ବଦଳା କାମ ଲାଗନ୍ତୁ, ଲୋକଙ୍କ ଆଶା ଆଜ୍ଞା ପୂରନ୍ତୁ, ତାହେଲେ ଭାଜପାକୁ ଭୋଟରେ ମୂଲ୍ୟ ପାଇବ। କିନ୍ତୁ ଦେଖିବାକୁ राज्य अनेक समस्या अच्छी किंतु सरकार ना परिवर्तन रंग परिवर्तन व्यवस्था किंतु काली आउट कथा ऐसा ही आशा ही परीक्षार्थी मैंने भी राजरास्तार बसते एबा खासु करछन्ती बुढ़ा बलद कांधे कादुआ बोलुछन्ती टोका खासु करछन्ती। एटा पुलिस मास्टर लेक्चर सब रिटायर्ड वाला चाकरी पाइबे। ओडिया टोका 20 बोतल फ्री कर दियो। लोक जारकिन इडी हेले डाली हेले बोली बढ़े देला पेट्रोल रेट 125 टका खोला बाजार किणलु। वर्तमान बीजेडी वाला जहाँ करथिले जो अपकर्म जो पाप जो भ्रष्टाचार दुर्नीति बीजेडी लीन होता बीजेपी दल ता उल्टा न करी ता उत्तराधिक हिसाब से अवस्था लोक चाकरी दौर जहाँ बीजेपी बुमेरांग हम बीजेडी बाटर चलवा बीजेपी बुमेरांग हम बीजेपी ने कथा बुझुना आगामी दिन पूरा बुझे आगामी जो अधिवेशन अच्छी बजेट अधिवेशन पड़ो पंचायत भोटे पड़ो दल उपर पड़ो बीजेपी दल जदि ढांचागत परिवर्तन न करे जो प्रश्न उठे निश्चय भीषण हारे क्षतिग्रस्त लोक प्रत्याख्यान करेंगे।